ହଁ କଣ କୁହ? ଭଗବାନ ପରମାତ୍ମା ତ ଅଖଣ୍ଡ ବ୍ରହ୍ମ ସେ ସର୍ବତ୍ର ସମାନ ଭାବରେ ବିଦ୍ୟମାନ। ହଁ ହେଲେ ଏଇ ଯୋଉ ଜୀବ ପୁଣି ଖଣ୍ଡ କେମିତି ହେଲା, ଅଲଗା କେମିତି ହେଲା? ଅଖଣ୍ଡ ଚାରିଆଡେ ବିଦ୍ୟମାନ ସେ ହଉଛନ୍ତି ମହାବିଶ୍ୱରେ ହଁ ହେଲା। ଆଉ ସେ ଯୋଉ ହଁ ଖଣ୍ଡ ହେଲା ଶରୀ ଭିତରେ, ଆମ ଶରୀ ଭିତରେ ଜୀବ ପରମ ଦି ଭାଗରେ ସେ ବିଭକ୍ତ ହେଲେ। ଶରୀ ବାହାରେ କିନ୍ତୁ ପରମ ବ୍ରହ୍ମ ହଉଛନ୍ତି ଗୋଟିଏ। ଶରୀର ବାହାରେ ଗୋଟିଏ କିନ୍ତୁ ଶରୀର ଭିତରେ ଦି ଖଣ୍ଡ ହେଲେ ଆଉ। ଭାଗରେ ବିଭକ୍ତ, ଗୋଟେ ଜୀବାତ୍ମା ଗୋଟେ ହଉଛନ୍ତି ପରମାତ୍ମା। ହଁ ହଁ ହଉ ହଉ। ହେଲେ ଜୀବ ଯୋଉ ଯାଉଛି ଅନ୍ୟ ଦେହ ପ୍ରାପ୍ତ ହଉଛି, ହଁ ସେ ଅନ୍ୟ ଦେହ ନରକ ଭୋଗ କରୁଛି, ସେତିକି ବେଳେ ତାର ଶରୀର ରହୁଛି ନା ଜୀବ ନାଇଁ ମାନେ ଯେତେବେଳେ ସୂକ୍ଷ୍ମ? ଅନ୍ୟ ଦେହ ପ୍ରାପ୍ତ କରୁଛି ଏ ଦେହରେ ଯୋଉ ସବୁ କର୍ମ କରୁଛି ତାକୁ ସଂସ୍କାର ରୂପରେ ନେଇକି ସୂକ୍ଷ୍ମ ଶରୀରରେ ବାହାରି ଯାଉଛି। ହଁ ହେଲେ ଭାଗବତରେ ତାକୁ ମାଂସ ସବୁ ମାନେ ମଲା ମାଂସ ପୂଜ ଏ ସବୁ ଖୁଆଯାଏ ବୋଲି, ନରକ ଯୋଉ 22-24 ପ୍ରକାର ନରକ କଥା ସେଇ ଯୋଉ କୁହାଯାଇଛି। ନରକ କଥା କୁହାଯାଇଛି, ସେଇ ନରକଟା ହଉଛି ସେ ମାତୃ ଗର୍ଭରେ ତା ପୂର୍ବ ଜନ୍ମର ସଂସ୍କାରକୁ ସବୁ ଚିନ୍ତା କରିକରି ଅନୁତାପ କରେ, ସେ ନିଜେ ଭାବେ ମୁଁ ମାଂସ ଖାଉଛି, ମୁଁ ମଦ ଖାଉଛି। ତମେ ସ୍ୱପ୍ନ ଯେତେବେଳେ ଦେଖୁଛ, ହଁ 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 ସ୍ୱପ୍ନରେ ତମେ ଦେଖୁଛ ଯେ ତମେ କହୁଛ ପାହାଡ ଉପରୁ ପଡିକି ମରି ଯାଉଛ, ତମେ ହଁ ହଁ କଣ ତମେ ପ୍ରକୃତ ମରି ଯାଉଛ କି? କିନ୍ତୁ ମରିବାର ଯନ୍ତ୍ରଣା ଟା ତମକୁ ଅନୁଭବ ହଉଛି। ହଁ ହେଲା, ହଁ ହଁ ହୁଁ ସ୍ୱପ୍ନ ଯାହା ନର୍କ ଯନ୍ତ୍ରଣା ସେଇଆ। ମାତୃ ହୁଁ ଗର୍ଭରେ ଯେତେବେଳେ ସେ ପଶେ ତା ସତ ଜନ୍ମର ଯୋଉ ସଂସ୍କାର ତାକୁ ଦେଖାଯାଏ, ସେଇଥିରେ ସେ ହୁଁ ସ୍ୱପ୍ନ ଭଳିଆ ସେଗୁଡା ସବୁ ସୁଖ ଦୁଃଖ ଅନୁଭବ କରେ। ଅନୁଭବ କଲେ ହୁଁ ଯୋଉ ପାପ କର୍ମ କରିଥାଏ ସେଇଟା ଯଦି ନର୍କ ଯନ୍ତ୍ରଣା ଅନୁଭବ କରେ, ପୁଣ୍ୟ କର୍ମ କଲେ ସେଇଟା ସ୍ୱର୍ଗ ସୁଖ ଅନୁଭବ କରେ। ହଁ ବାବା ହଁ ବାବା। ଆଉ ଗୋଟେ ପ୍ରଶ୍ନ, ଇଏ ଜୀବ ଯୋଉ ବ୍ରହ୍ମରେ ଲୀନ ହଉଛି, ସିଏ ମାନେ ଏଇ ଆଉ କଣ ତାର ଅଲଗା କୋଉ ସ୍ଥାନ ଅଛି ଶୁଣ ନା ମୁଁ ଏଇ? ପଚାରୁଛି, ତୁ ଗୁରୁ କରିଛୁ ନା? ହଁ ଗୁରୁ କରିଛି। ଗୁରୁ କରୁଛୁ, ଜୀବାତ୍ମା ବୋଲିକି କାହାକୁ ଭାବୁଛୁ କହନି? ଜୀବାତ୍ମା ମାନେ ଏଇ ଜୀବ ଦେହରେ ଯୋଉ ଆତ୍ମା ଅଛି। ନାଇଁ ତାହେଲେ ସେଇଟା ଗୋଟେ ଭୁଲ ଧାରଣା ତୋର। ଜୀବ ଦେହରେ ଆଉ ଗୋଟେ ଆତ୍ମା, ତୁ ନିଜେ ହଉଛୁ ଜୀବ। ହଁ 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 ତୁ ନିଜେ ହଉଛୁ ଜୀବ, ତୋ ଦେହରେ ହଁ ଆଉ ଗୋଟେ ଆତ୍ମା ପଶିଛି, ତାହେଲେ ତୁ କିଏ ସେ? ତୋ ଦେହରେ ଯଦି ଗୋଟେ ଆଉ ଗୋଟେ ଜୀବାତ୍ମା ଅଛି ପରବର୍ତ୍ତୀ, ତାହେଲେ ତୁ ନିଜେ କିଏ ସେ? କସ୍ତ୍ୱମ୍ କଣ ବୁଝୁ ବାବା କଥାଟା? ତୁ ହଁ ବାବା ଶୁଣୁ, ଶଙ୍କରାଚାର୍ଯ୍ୟ କହିଛନ୍ତି ଅୟମାତ୍ମା ବ୍ରହ୍ମ, ତୁ ନିଜେ ହଉଛୁ ସେଇ ଜୀବ। ହଁ 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 ଜୀବ ଅନ୍ୟ ଗୋଟେ କେହି ନାହିଁ ତୋ ଠାରୁ। ହଁ ନାଇଁ ବାବା, ମୁଁ କହିବାର ତ ଯେତେବେଳେ ବ୍ରହ୍ମରେ ଲୀନ ହୁଏ, ବ୍ରହ୍ମରେ ସେତେବେଳେ କିଏ ଲୀନ ହବ? କୋଉଠି କୋଉ ଦିନ? ମାନେ ଜୀବ ବ୍ରହ୍ମ। ଜୀବ କେବେ ବ୍ରହ୍ମରେ ଲୀନ ହୁଏ ନା। ସେ ହଁ ହଁ ସୂକ୍ଷ୍ମ ଶରୀରରେ କି ଜନ୍ମ ଜନ୍ମାନ୍ତରେ ଏମିତି ଜନ୍ମ ହୁଏ, ମୃତ୍ୟୁ ହୁଏ, ଜନ୍ମ ମୃତ୍ୟୁ ଚକ୍ରରେ ପଡେ। ହେଲା, ଯେତେବେଳେ ନିର୍ବାଣ ମୋକ୍ଷ ହୁଏ ମାନେ ନିର୍ବାଣ ମହାପୁରୁଷ ମାନେ ହୁଅନ୍ତି, ଯେତେବେଳେ ନିର୍ବାଣ ହୁଅନ୍ତି ଜୀବର ସତ୍ତା ରହେ ନା, ପରମାତ୍ମା ତାଙ୍କ ଯାଇକି ବ୍ରହ୍ମରେ ଲୀନ ହେଇଯାଆନ୍ତି। କଣ ଅସୁବିଧା କଣ? ଆଉ କଣ ବୁଝିବା ପାଇଁ କହୁଛୁ ମତେ? ମୁଁ ପଚାରୁଥିଲି ମାନେ ସେ ଯିବ କୋଉଠି, ମାନେ ଅଲଗା କୋଉ ସ୍ଥାନକୁ ଯାଇକିରି ଲୀନ ହଉଛି କି ବୋଲି ଏତେ ବା ମାନେ ସ୍ଥାନ ଫାନ କିଛି ନାହିଁ, ତୁ ବୁଝିପାରୁନୁ। ସେଇ ହଁ ବାବା ଶରୀ ଭିତରେ ଜୀବାତ୍ମା ଶକ୍ତି ପରମାତ୍ମା, ଜୀବ ଗୋଟେ ଲୀନ ହବ କଣ ମୁଁ ବୁଝିପାରୁନି। ତ ପ୍ରକୃତି ଗୁଡାକ ଧ୍ୱଂସ ହେଇଗଲେ ହଁ ଅଟୋମେଟିକ ତମେ ନିଜେ ବ୍ରହ୍ମରେ ପରିଣତ ହେଇଯିବ। ଲୀନ ହବ କଣ? ସେଇ ହଉଛି ଲୀନ। ହଁ ତମର ବାବା ହଁ ଯୋଉ ପ୍ରକୃତି ଗୁଡାକ ଯେତେବେଳେ ନିର୍ବାଣ ପାଆନ୍ତି ମହାପୁରୁଷ ମାନେ, ସେତେବେଳେ ହଁ ତାଙ୍କର ପ୍ରକୃତି ହୋଇଲେ ବିନାଶ ତେବେ ପାଇବି ଖେଳ ରସ। ପ୍ରକୃତି ସବୁ ଧ୍ୱଂସ ହେଇଯାଏ। ପ୍ରକୃତି ଧ୍ୱଂସ ହେଇଗଲେ ସେ ନିଜେ ସେ କଣ କର ନା ବ୍ରହ୍ମରେ ପରିଣତ ହେଇଯାଆନ୍ତି। ସୁନା ଦେହରୁ ମଇଳା ଟା କାଢିଦେଲେ ସେ ଅଟୋମେଟିକ ହଁ ବିଶୁଦ୍ଧ ସୁନା ହେଇଯିବ ନାଇଁ ନା। ହଁ ବାବା ହଁ ଆଉ ବାବା ସେ ମଇଳା ଗୁଡାକ ହଉଛି ପ୍ରକୃତି। ହଁ ବାବା ପ୍ରକୃତି ଗୁଡାକ ଧ୍ୱଂସ ପାଇଗଲେ ଆଉ କିଛି ନାହିଁ। ହଁ ହଁ ନିଜେ ତମେ ସେଇ ବ୍ରହ୍ମ ନିଜେ ଜୀବ ହୁଁ ହେଇକି ପ୍ରକୃତି ବଶରୁ ହେଲା, ପ୍ରକୃତି ଯେତେବେଳେ ଧ୍ୱଂସ ହେଇଯିବ ସେତେବେଳେ ସେ ନିଜେ ସେଇ ବ୍ରହ୍ମରେ ବିରାଜମାନ ହବ। ସଂସାର ବର୍ତ୍ତେ ହୋଇ ବ୍ରହ୍ମ ନିଜେ ଜୀବ ଭାବକୁ ଭଜନ୍ତି, ତହିଁରୁ ବିରତ ହୋଇଗଲେ ପୁଣି ବ୍ରହ୍ମ ଭାବେ ବିରାଜନ୍ତି। ଇନ୍ଦ୍ରିୟ କର୍ମରୁ ନିବୃତ୍ତ ହେଇଗଲେ ସେ ନିଜେ ତମେ ସେଇ ସ୍ଵୟଂ ଶିବ ହେଇଯିବ। ପାଶବଦ୍ଧ ଭଗବତୀ ଜୀବ ପାଶ ମୁକ୍ତ ସ୍ୱୟଂ ଶିବ। ବାବା ବାବା ବାସ୍, ଆଉ ଲୀନ ଗୋଟେ କଣ ଗୋଟେ ସ୍ଵତନ୍ତ୍ର ହବ ସେଇଟା ନୁହଁ। ହଁ ବାବା। ବାବା ଆପଣଙ୍କର ଆଶ୍ରମ କୋଉଠି ଅଛି? କୋଉଠୁ କହୁଛୁ କହନି? ମୁଁ ରାୟଗଡା ଡିଷ୍ଟ୍ରିକ୍ଟ ର କାଶୀପୁର ବ୍ଲକ ରୁ କହୁଥିଲି। ଆଉ ଆଶ୍ରମ ମୁଁ ଠିକଣା ଦେଇଦେଇଛି ସବୁ ମୋବାଇଲରେ।
ହଁ 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 ସେଇଠି ୟୁଟ୍ୟୁବରେ ଯୋଉ ଆସୁଛି। ବାସ୍ ସେଇଟା ଆଉ କଣ ଆସମ ଆମ ଆସମ ଭଦ୍ରକ ଜିଲ୍ଲା। ହଁ ହଁ ଆମେ ଯେବେ ଆସିଲେ ବି ଭେଟି ହବ କି? ହଁ 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 ହଉ ହଉ ମାନେ ଆମେ ଆସିଲେ ରହିବା ପାଇଁ ଜାଗା କେମିତି? ଅଛି ଜାଗା ଅଛି। ହଉ ବାବା ହଉ ହଉ ବାବା ରହୁଛି ନମସ୍କାର। ହଁ ହଁ